ଓଡ଼ିଆ ସାହିତ୍ୟର କ ଖ ଗ ଓଡ଼ିଆ ସାହିତ୍ୟର ଇତିହାସ ସଂରଚନା 1 ନମ୍ବର 1 ଓଡ଼ିଆ ସାହିତ୍ୟର ଇତିହାସ ସଂକଳନ ନିମନ୍ତେ ଉପାଦାନ ସଂଗ୍ରହ କରିବାକୁ ପ୍ରଥମେ କେଉଁ ଓଡ଼ିଆଙ୍କ ହୃଦୟରେ ବ୍ୟାକୁଳତା ଜାତ ହୋଇଥିଲା? କୃଷ୍ଣପ୍ରସାଦ ଚୌଧୁରୀ। ଓଡ଼ିଆ ସାହିତ୍ୟର ଇତିହାସ ରଚନା ପାଇଁ କୃଷ୍ଣପ୍ରସାଦ ଚୌଧୁରୀ କି ପ୍ରକାର ପ୍ରାଥମିକ ପଦକ୍ଷେପ ନେଇଥିଲେ? ଆନ୍ସର୍ ଏକ ବିଜ୍ଞାପନ ପ୍ରକାଶ କରିଥିଲେ। ନମ୍ବର 3 ଓଡ଼ିଆ ସାହିତ୍ୟ ଇତିହାସ ରଚନା ପାଇଁ କୃଷ୍ଣପ୍ରସାଦ ଚୌଧୁରୀଙ୍କର ବିଜ୍ଞାପନ କେବେ ଓ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଆନ୍ସର୍ 1896 ଜୁନରେ ଉତ୍କଳ ଦୀପିକାରେ। ଇଣ୍ଡିଜେନସ୍ ଲିଟରେଚର ଅଫ୍ ଓଡ଼ିଶା ପ୍ରବନ୍ଧର ରଚୟିତା କିଏ? ଆନ୍ସର୍ ଜନ୍ ବିମ୍ସ। ହଣ୍ଟର ସାହେବ କେତେଜଣ ଓଡ଼ିଆ କବିଙ୍କର ଯେଉଁ ନାମ ତାଲିକା ଦ ଲିଟରେଚର ଅଫ୍ ଓଡ଼ିଶା ନାମରେ ରଚନା କରିଥିଲେ ତାହା ତାଙ୍କର କେଉଁ ପୁସ୍ତକର ଅଂଶବିଶେଷ? ଆନ୍ସର୍ ଓଡ଼ିଶା। ନମ୍ବର 6 ପ୍ରଥମ ପ୍ରକାଶିତ ଓଡ଼ିଆ ସାହିତ୍ୟର ଇତିହାସ ପୁସ୍ତକର ନାମ କ'ଣ? ଆନ୍ସର୍ ଉତ୍କଳ ସାହିତ୍ୟର ଇତିହାସ। ନମ୍ବର 7 ଉତ୍କଳ ସାହିତ୍ୟ ଇତିହାସର ରଚୟିତା କିଏ? ଆନ୍ସର୍ ତାରିଣୀଚରଣ ରଥ। ନମ୍ବର 8 ଉତ୍କଳ ସାହିତ୍ୟର ଇତିହାସ କେଉଁ ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଥିଲା? ଆନ୍ସର୍ 1916। ପ୍ରାଚୀନ ଉତ୍କଳର ଲେଖକ କିଏ? ଆନ୍ସର୍ ଜଗବନ୍ଧୁ ସିଂ। ପ୍ରାଚୀନ ଉତ୍କଳ କେବେ ପ୍ରକାଶିତ? ପ୍ରାଚୀନ ଉତ୍କଳ 1929ରେ ପ୍ରକାଶିତ। ପ୍ରାଚୀନ ଉତ୍କଳ ପ୍ରଥମେ ଧାରାବାହିକ ଭାବରେ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଆନ୍ସର୍ ମୁକୁର ପତ୍ରିକାରେ। ପ୍ରବନ୍ଧାବଳୀର ଲେଖକ କିଏ? ଶ୍ୟାମସୁନ୍ଦର ରାଜଗୁରୁ। ଏଥିମଧ୍ୟରୁ କେଉଁଟି ବିଜୟଚନ୍ଦ୍ର ମଜୁମଦାରଙ୍କର ପୁସ୍ତକ? ଟିପିକାଲ ସିଲେକ୍ସନ ଫ୍ରମ୍ ଓଡ଼ିଆ ଲିଟରେଚର, ଟିପିକାଲ ସିଲେକ୍ସନ ଅଫ୍ ଓଡ଼ିଆ ଲିଟରେଚର, ଟିପିକାଲ ସିଲେକ୍ସନ ଇନ୍ ଓଡ଼ିଆ ଲିଟରେଚର, ଟିପିକାଲ ସିଲେକ୍ସନ ଫର୍ ଓଡ଼ିଆ ଲିଟରେଚର। ଆନ୍ସର୍ ଟିପିକାଲ ସିଲେକ୍ସନ ଫ୍ରମ୍ ଓଡ଼ିଆ ଲିଟରେଚର। ଟିପିକାଲ ସିଲେକ୍ସନ ଫ୍ରମ୍ ଓଡ଼ିଆ ଲିଟରେଚର କେତେ ଖଣ୍ଡରେ ପ୍ରକାଶିତ? ଆନ୍ସର୍ 3 ଖଣ୍ଡରେ। ଛନ୍ଦଚନ୍ଦ୍ରିକା କାହା ଉତ୍କଳ ସାହିତ୍ୟ ଇତିହାସର ପ୍ରଥମ ଭାଗ? ଅପର୍ଣ୍ଣା ପଣ୍ଡା। ଅପର୍ଣ୍ଣା ପଣ୍ଡାଙ୍କର ଉତ୍କଳ ସାହିତ୍ୟର ଇତିହାସର ଦ୍ୱିତୀୟ ଭାଗ କେଉଁ ନାମରେ ପ୍ରକାଶିତ? ଆନ୍ସର୍ କବି ଜୀବନୀ। ବିନାୟକ ମିଶ୍ରଙ୍କର ଓଡ଼ିଆ ସାହିତ୍ୟର ଇତିହାସ କେବେ ପ୍ରକାଶ ପାଇଥିଲା? ଆନ୍ସର୍ 1928ରେ। ବିନାୟକ ମିଶ୍ରଙ୍କର ଓଡ଼ିଆ ସାହିତ୍ୟର ଇତିହାସ 1928ର ତ୍ରୁଟି ଦର୍ଶାଇ 1929 ଖ୍ରୀଷ୍ଟାବ୍ଦରେ କିଏ ଏକ ସମାଲୋଚନା ଲେଖିଥିଲେ? କରୁଣାକର କର। ବିନାୟକ ମିଶ୍ର ନିଜ ଓଡ଼ିଆ ସାହିତ୍ୟର ଇତିହାସ 1928କୁ ନୂତନ ରୂପ ଦେଇ 1962 ଖ୍ରୀଷ୍ଟିୟରେ ଯେଉଁ ପୁସ୍ତକ ପ୍ରକାଶ କଲେ ତାହାର ନାମ କ'ଣ? ଓଡ଼ିଆ ସାହିତ୍ୟର ଇତିହାସ। ମଡର୍ଣ୍ଣ ଓଡ଼ିଆ ଲିଟରେଚର କାହାର ଲେଖା? ପ୍ରିୟରଞ୍ଜନ ସେନଙ୍କର। ସୂର୍ଯ୍ୟନାରାୟଣ ଦାସଙ୍କର ଓଡ଼ିଆ ସାହିତ୍ୟର ଇତିହାସ କେତେ ଭାଗରେ ପ୍ରକାଶିତ? 4 ଭାଗରେ। ସୂର୍ଯ୍ୟନାରାୟଣ ଦାସଙ୍କର ଓଡ଼ିଆ ସାହିତ୍ୟର ଇତିହାସ ଲେଖିବା ପୂର୍ବରୁ ତାଙ୍କର ଏ ସମ୍ପର୍କିତ ଆଉ ଯେଉଁ ପୁସ୍ତକଟି 2 ଭାଗରେ ପ୍ରକାଶିତ ହୋଇଥିଲା ତାହାର ନାମ କ'ଣ? ଓଡ଼ିଆ ସାହିତ୍ୟର ପରିଚୟ। ଓଡ଼ିଆ ସାହିତ୍ୟର କ୍ରମ ପରିମାଣର ଲେଖକ କିଏ? ନୀଳକଣ୍ଠ ଦାସ। ପ୍ରଥମେ ଇଂରାଜୀରେ ହିଷ୍ଟ୍ରି ଅଫ୍ ଓଡ଼ିଆ ଲିଟରେଚର 1962 କିଏ ଲେଖିଥିଲେ? ମାୟାଧର ମାନସିଂହ। ମାୟାଧର ମାନସିଂହଙ୍କ ପରେ ଇଂରାଜୀରେ ରଚିତ ଓ ପ୍ରକାଶିତ ହିଷ୍ଟ୍ରି ଅଫ୍ ଓଡ଼ିଆ ଲିଟରେଚର 2006ର ସ୍ରଷ୍ଟା କିଏ? ଯତୀନ୍ଦ୍ର ମୋହନ ମହାନ୍ତି। ଏମାନଙ୍କ ମଧ୍ୟରୁ କିଏ ଓଡ଼ିଆ ସାହିତ୍ୟର ଇତିହାସକାର ନୁହନ୍ତି? କ ସୁରେନ୍ଦ୍ର ମହାନ୍ତି, ଖ ସୁରେନ୍ଦ୍ର ମହାରଣା, ଗ ବେଣୁଧର ପାଢ଼ୀ, ଘ କୁମୁଦରଞ୍ଜନ ପାଣିଗ୍ରାହୀ। ଆନ୍ସର୍ କୁମୁଦରଞ୍ଜନ ପାଣିଗ୍ରାହୀ। ଓଡ଼ିଆ ସାହିତ୍ୟର ସାଂସ୍କୃତିକ ବିକାଶ ଧାରା 1981 କାହା ଦ୍ୱାରା ରଚିତ? ଚିତ୍ତରଞ୍ଜନ ଦାସ। ଇଂରାଜୀରେ ରଚିତ ଚିତ୍ତରଞ୍ଜନ ଦାସଙ୍କର ଓଡ଼ିଆ ସାହିତ୍ୟ ବିଷୟକ ଗ୍ରନ୍ଥର ନାମ କ'ଣ? ଗ୍ଲିମ୍ପସେସ୍ ଇଣ୍ଟୁ ଓଡ଼ିଆ ଲିଟରେଚର। ସୁରେନ୍ଦ୍ର କୁମାର ମହାରଣାଙ୍କର ଓଡ଼ିଆ ସାହିତ୍ୟର ଇତିହାସର ପ୍ରଥମ ସଂସ୍କରଣ କେବେ ପ୍ରକାଶିତ? 1988। ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ କାହା ଦ୍ୱାରା ଲିଖିତ? ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ଦ୍ୱାରା। ନଟବର ସାମନ୍ତରାୟଙ୍କର ଓଡ଼ିଆ ସାହିତ୍ୟର ଇତିହାସ କେଉଁ ସମୟ ମଧ୍ୟରେ ସୀମିତ? 1803ରୁ 1920। କ ସ୍ତମ୍ଭ ସହ ଖ ସ୍ତମ୍ଭକୁ ଯୋଡ଼। ମାୟାଧର ମାନସିଂହ ହିଷ୍ଟ୍ରି ଅଫ୍ ଓଡ଼ିଆ ଲିଟରେଚର, ଜାନକୀ ବଲ୍ଲଭ ମହାନ୍ତି ଓଡ଼ିଆ ଲିଟରେଚର, କୁଞ୍ଜ ବିହାରୀ ତ୍ରିପାଠୀ ଏ ହିଷ୍ଟ୍ରି ଅଫ୍ ଓଡ଼ିଆ ଲିଟରେଚର ଏବଂ ପ୍ରିୟରଞ୍ଜନ ସେନ ମଡର୍ଣ୍ଣ ଓଡ଼ିଆ ଲିଟରେଚର।
क स्तंभ सह ख स्तंभ को जोड़ ओडिया साहित्यर परिचय सूर्यनारायण दास उत्कल साहित्यर परिचय तारिणी चरण रथ ओडिया साहित्यर संक्षिप्त परिचय वृंदावन चंद्र आचार्य ओडिया साहित्य क्रम विकास सुरेंद्र महांती।